ଏମିତି କିଛି ଭଲ ଭଲ କଥା ଜାଣିବା ପାଇଁ ଆମର ଏହି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନିଅନ୍ତୁ, କାରଣ ଏଠାରେ ଆପଣ ଆପଣଙ୍କର ଜୀବନର ଗ୍ରହ ନକ୍ଷତ୍ର ବିଷୟରେ ଜାଣିପାରିବେ ଏବଂ ଶୁଭ ଅଶୁଭ କର୍ମକୁ କିପରି ନିଧନ କରିହେବ ତା ବିଷୟରେ ଆପଣମାନେ ମଧ୍ୟ ଜାଣିପାରିବେ। ନମସ୍କାର ଆଜ୍ଞା, ମୁଁ ହେଉଛି ବୈଷ୍ଣବ ସୁଧାକର। ଚାଲନ୍ତୁ ଆଜ୍ଞା, ଆଜି ଆମେ ଧନ ପ୍ରାପ୍ତିର ଗୋଟେ ବିଶେଷ ସୂତ୍ର ଜାଣିବା। ଏମିତି କିଛି କରିନିଅନ୍ତୁ, ଆପଣଙ୍କର ଧନର ସମସ୍ୟା ଆଦୌ ରହିବ ନାହିଁ। ହଁ ଆଜ୍ଞା, କିନ୍ତୁ ମୁଁ କହୁଥିବା କଥାକୁ ଆପଣ ଟିକେ ମନ ଲଗାଇ ଶୁଣନ୍ତୁ। ଜୀବନରେ ଯେତେବେଳେ ଅସୁବିଧା ପଡ଼େ ସେତେବେଳେ ଦୁଃଖ ନିହାତି ମାଡ଼ି ଆସେ, ହେଲେ ଦୁଃଖ ବେଳରେ ପରମାତ୍ମା ଭଗବାନଙ୍କ କଥା ବହୁତ ମନେ ପଡ଼ିଥାଏ। ତେଣୁକରି ଆପଣ ଦୁଃଖ ସମୟରେ ଭଗବାନଙ୍କୁ ନିଶ୍ଚୟ ଭଜନ କରନ୍ତୁ। ସମୟ ନଷ୍ଟ ନ କରି ଆବଶ୍ୟକ ଉପକରଣ ଗୁଡ଼ିକ ଆମେ ଜାଣିନେବା। ଆମର ଏହି କାମ ପାଇଁ ଦରକାର ହେଉଥିବା ଜିନିଷ ଗୁଡ଼ିକ ହେଉଛି ଭୀମସେନ କପୁର, ଡାଲଚିନି ଗୁଣ୍ଡ, ଫାଟି ନଥିବା କିମ୍ବା କଣା ହେଇନଥିବା ତେଜପତ୍ର ଆପଣ ନେବେ। ଟିକେ ଭଲ କରି ଦେଖିନେବେ, ସେଥିରେ ଯେମିତି କୌଣସି କଣା ଫଟା ନଥିବ। ତେଜପତ୍ରଟି ହେଉଛି ଜରୁରୀ। ଗୋଟେ ସବୁଜ ରଙ୍ଗର ଗୋଟେ କଲମ ଆପଣ ନେବେ, ତାପରେ କିଛି ଲବଙ୍ଗ ବି ମଧ୍ୟ ନେଇଥିବେ। ଏତିକି ହେଉଛି ଆମର ଆବଶ୍ୟକ ଉପକରଣ। ଆଉ ଯୋଡ଼ିଏ ସରା ମଧ୍ୟ ନେଇଥିବେ। ତାପରେ ଆମେ ବିଧି କେମିତି ଆରମ୍ଭ କରିବା। ପ୍ରଥମେ ଗୋଟେ ସରାକୁ ତଳେ ରଖିନିଅନ୍ତୁ। ତେଜପତ୍ରରେ ଆପଣଙ୍କର ଯେତିକି ରାଶି ଦରକାର ସେତିକି ଆପଣ ସେଥିରେ ଲେଖନ୍ତୁ। ସବୁଜ ରଙ୍ଗର ଯେଉଁ ପେନ୍ ନେଇଥିବେ ସେଇଥିରେ ଆପଣ ସେ ତେଜପତ୍ର ଉପରେ ଆପଣଙ୍କର ଯେତିକି ଆବଶ୍ୟକୀୟ ଧନ ଅଛି ଆପଣ ସେଥିରେ ଲେଖିଦିଅନ୍ତୁ। କିନ୍ତୁ ମନେ ରଖିବେ, ଯେତିକି ଆପଣଙ୍କର ଆବଶ୍ୟକ ଅଛି ସେତିକି ଧନ ଲେଖିବେ, ମନ ଇଚ୍ଛା ଲେଖିବେ ନାହିଁ। ତାପରେ ତେଜପତ୍ର ଆପଣ ଧନରାଶି ଲେଖି ସାରିବା ପରେ ଆପଣ ଡାଳଚିନି ଗୁଣ୍ଡକୁ ତା ଉପରେ ପକାଇ ଦିଅନ୍ତୁ। ଡାଳଚିନି ଗୁଣ୍ଡ ପକାଇ ସାରିବା ପରେ ତାକୁ ଆମର ଚାରିପଟୁ ଭାଙ୍ଗି ଦିଅନ୍ତୁ ସେ ତେଜପତ୍ରକୁ। ତାପରେ ଲବଙ୍ଗଟିକୁ ସେ ତେଜପତ୍ର ଦେହରେ ଫୋଡ଼ି ଦିଅନ୍ତୁ ଏବଂ ଲବଙ୍ଗଟିକୁ ସେ ତେଜପତ୍ର ଉପରେ ଫୋଡ଼ି ସାରିବା ପରେ ଆପଣ ସେ ତେଜପତ୍ରଟିକୁ ନେଇ ସେ ସରା ଉପରେ ରଖନ୍ତୁ। ତାପରେ ଆପଣ ଯେଉଁ ଭୀମସେନ କପୁର ଆଣିଥିଲେ ସେ ଭୀମସେନ କପୁରକୁ ସେ ତେଜପତ୍ରକୁ ପୁରା ଘୋଡ଼େଇ ଦିଅନ୍ତୁ। ତାପରେ ସେ ଭୀମସେନ କପୁରରେ ଆପଣ ଅଗ୍ନି ସଂଯୋଗ କରିଦିଅନ୍ତୁ। କିଛି ସମୟ ଗଲା ପରେ ସେ ତେଜପତ୍ରଟି ଯେତେବେଳେ ଜଳିସାରି ପୁରା ଭସ୍ମ ହେଇଯିବ, ତାପରେ ଆଉ ଯେଉଁ ଦ୍ୱିତୀୟ ସରାଟି ଆଣି ତା ଉପରେ ଘୋଡ଼େଇ ଦିଅନ୍ତୁ। ତାପରେ ସେ ଥଣ୍ଡା ହେଇଗଲା ପରେ ଆପଣ ତାକୁ ନେଇ ଗୋଟିଏ ନଦୀ ପାଖକୁ ଯାଆନ୍ତୁ। ନଦୀ ହେଉ କିମ୍ବା ପୋଖରୀ ହେଉ କିମ୍ବା କୌଣସି ପାଣି ଜାଗା ଥିବ, ସେହି ଜାଗାକୁ ଆପଣ ସେ ସରାଟିକୁ ନେଇକି ଯାଆନ୍ତୁ। ଧ୍ୟାନ ରଖିବେ, ପାଣି ଜାଗାକୁ ଗଲାବେଳେ ସେ ଭସ୍ମରୁ ଯେମିତି ବାହାରକୁ କିଛି ନ ଉଡ଼ିଯାଏ କି ଆପଣଙ୍କ ଗୋଡ଼ରେ ସେ ଭସ୍ମ ନ ପଡ଼େ, ନହେଲେ ଏହା ଫଳପ୍ରଦ ହେବ ନାହିଁ। ତାପରେ ସେ ସରାଟିକୁ ନେଇ ସେ ପାଣିରେ ବିସର୍ଜନ କରିଦିଅନ୍ତୁ। ବିସର୍ଜନ କରି ଆପଣ ଘରକୁ ଫେରି ଆସନ୍ତୁ। ତାପରେ କିଛି ଦିନ ଗଲା ପରେ ଆପଣ ଦେଖିବେ ଆପଣଙ୍କ ପାଖକୁ ଆସ୍ତେ ଆସ୍ତେ ଧନର ସୁଅ ଛୁଟୁଛି। ମନେ ରଖିବେ, ଏହି ଧନକୁ କୌଣସି ଖରାପ କାମରେ ଲଗାଇବେ ନାହିଁ, ଆବଶ୍ୟକ କାମରେ ହିଁ ଲଗାଇବେ। ଯଦି ଆମର ଏହି ଭିଡ଼ିଓ ଗୁଡ଼ାକ ଭଲ ଲାଗୁଛି ତାହେଲେ ଆପଣ ଦୟାକରି ଚ୍ୟାନେଲକୁ ନିଶ୍ଚୟ ସବସ୍କ୍ରାଇବ୍ କରିଦିଅନ୍ତୁ। ନମସ୍କାର ବନ୍ଧୁଗଣ, ଦେଖା ହେବା ପୁଣି ଆର ଭିଡ଼ିଓରେ।